Hello everyone, welcome to my channel. This is Niranjan Mishra. ପିଲାମାନେ ବର୍ତ୍ତମାନ ଆମେ ଦଶମ ଶ୍ରେଣୀ ସାହିତ୍ୟ ସିନ୍ଧୁ ବହିର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ ଥିବା ପ୍ରଶ୍ନାବଳୀକୁ ଆଲୋଚନା କରିବା। ସଂକ୍ଷିପ୍ତ ପ୍ରଶ୍ନୋତ୍ତର। ପ୍ରଶ୍ନ 1, ନିମ୍ନ ଶବ୍ଦଗୁଡ଼ିକର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ରୋଚକ, ଅରୋଚକ, ବୁଦ୍ଧିମାନ, ବୁଦ୍ଧିହୀନ, ପ୍ରଶଂସା, ନିନ୍ଦା, ଆସକ୍ତ, ଅନାସକ୍ତ, ଛଦ୍ମ, ପ୍ରକୃତ କିମ୍ବା ବାସ୍ତବ, ହସିବା, କାନ୍ଦିବା। ପ୍ରଶ୍ନ 2, ସନ୍ଧି ବିଚ୍ଛେଦ କର। ଦୁରାରୋଗ୍ୟ, ଦୁଯୁକ୍ତ ଆରୋଗ୍ୟ, ପୈତୃକ, ପିତୃଯୁକ୍ତ ଇକ, ଉତ୍ତରାଧିକାରୀ, ଉତ୍ତରଯୁକ୍ତ ଅଧିକାରୀ, ଅଭିଷେକୋତ୍ସବ, ଅଭିଷେକଯୁକ୍ତ ଉତ୍ସବ, ସୁଧାକର, ସୁଧାଯୁକ୍ତ ଆକର, ସମାଲୋଚନା, ସଂଯୁକ୍ତ ଆଲୋଚନା। ପ୍ରଶ୍ନ 3, କାନ୍ତି ଲଗାଇ ଆଉ 5ଟି ଶବ୍ଦ ଲେଖ। ଚନ୍ଦ୍ରକାନ୍ତି, ତରୁଣକାନ୍ତି, ସୂର୍ଯ୍ୟକାନ୍ତି, ହେମକାନ୍ତି, ନିର୍ମଳକାନ୍ତି। ପ୍ରଶ୍ନ 4, ନିତ୍ୟଯୁକ୍ତ ଆନନ୍ଦ, ନିତ୍ୟାନନ୍ଦ, ଏହିପରି କ'ଣ ହେବ ଲେଖ। ସତ୍ୟଯୁକ୍ତ ଆନନ୍ଦ, ସତ୍ୟାନନ୍ଦ, ରସଯୁକ୍ତ ଆନନ୍ଦ, ରସାନନ୍ଦ, ପୂର୍ଣ୍ଣଯୁକ୍ତ ଆନନ୍ଦ, ପୂର୍ଣ୍ଣାନନ୍ଦ, ଭୈରବଯୁକ୍ତ ଆନନ୍ଦ, ଭୈରବାନନ୍ଦ, ବ୍ରହ୍ମଯୁକ୍ତ ଆନନ୍ଦ, ବ୍ରହ୍ମାନନ୍ଦ। ପ୍ରଶ୍ନ 5, ଗୌରଚନ୍ଦ୍ର ଭଳି ଚନ୍ଦ୍ର ଲଗାଇ 5ଟି ଶବ୍ଦ ଲେଖ। କବିଚନ୍ଦ୍ର, ଗୋଲକଚନ୍ଦ୍ର, ପୂର୍ଣ୍ଣଚନ୍ଦ୍ର, ଅର୍ଦ୍ଧଚନ୍ଦ୍ର, ରାମଚନ୍ଦ୍ର, କୃଷ୍ଣଚନ୍ଦ୍ର, କୁଳଚନ୍ଦ୍ର, ବଙ୍କିମଚନ୍ଦ୍ର, ଶରତଚନ୍ଦ୍ର। କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ। ପ୍ରଶ୍ନ 6, କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା କାହିଁକି? ଉତ୍ତର, ମାଣବସା ଗୁରୁବାରରେ ଜନ୍ମ ହୋଇଥିବାରୁ କାନ୍ତକବିଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଯାଇଥିଲା। ପ୍ରଶ୍ନ 7, କାନ୍ତକବିଙ୍କ ପୈତୃକ ଗ୍ରାମ ନାମ କ'ଣ? ଉତ୍ତର, କାନ୍ତକବିଙ୍କ ପୈତୃକ ଗ୍ରାମ ଭଦ୍ରକ ସହରର 10 ମାଇଲ ପୂର୍ବ ଦିଗରେ ଅବସ୍ଥିତ ତାଳପଦା ଗ୍ରାମ। ପ୍ରଶ୍ନ 8, ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ'ଣ ଓ ସେ କେଉଁ ବୃତ୍ତି ଅବଲମ୍ବନ କରୁଥିଲେ? ଉତ୍ତର, ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ସେ ଓକିଲାତି ବ୍ୟବସାୟ କରୁଥିଲେ। ପ୍ରଶ୍ନ 9, କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ କାହାର ଶ୍ରଦ୍ଧାଭାଜନ ହୋଇଥିଲେ? ଉତ୍ତର, କବିତା ଲେଖା ପାଇଁ ଲକ୍ଷ୍ମୀକାନ୍ତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ। ପ୍ରଶ୍ନ 10, ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ'ଣ? ଉତ୍ତର, ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ ରାଧାମଣୀ ଦେବୀ। ପ୍ରଶ୍ନ 11, ଲକ୍ଷ୍ମୀକାନ୍ତ ବିଏ ପଢ଼ିବା ପାଇଁ କଲିକତାର କେଉଁ କଲେଜରେ ନାମ ଲେଖାଇଥିଲେ? ଉତ୍ତର, ଲକ୍ଷ୍ମୀକାନ୍ତ ବିଏ ପଢ଼ିବା ପାଇଁ କଲିକତାର ରିପନ କଲେଜରେ ନାମ ଲେଖାଇଥିଲେ। ପ୍ରଶ୍ନ 12, ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କେଉଁ ନାଟକରେ ଅଭିନୟ କରିଥିଲେ? ଉତ୍ତର, ରେଭେନ୍ସା ମହାବିଦ୍ୟାଳୟରେ ଲକ୍ଷ୍ମୀକାନ୍ତ କାଞ୍ଚିକେବିରି ନାଟକରେ ଅଭିନୟ କରିଥିଲେ। ପ୍ରଶ୍ନ 13, କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା? ଉତ୍ତର, 1934 ମସିହାରେ ଭଦ୍ରକର ଏକ ସମ୍ବର୍ଦ୍ଧନା ସଭାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ରୂପେ ଅଭିହିତ କରାଯାଇଥିଲା। ପ୍ରଶ୍ନ 14, ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ କେଉଁ ପତ୍ରିକାର ସମ୍ପାଦକ ଦୃଷ୍ଟି ଆକର୍ଷଣ କରିଥିଲେ? ଉତ୍ତର, ଛାତ୍ରାବସ୍ଥାରେ ଲକ୍ଷ୍ମୀକାନ୍ତ ଲେଖାଲେଖି ପାଇଁ ମୁକୁରା ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଓ ଉତ୍କଳ ସାହିତ୍ୟ ପତ୍ରିକାର ସମ୍ପାଦକ ବିଶ୍ୱନାଥ କରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଶ୍ନ 15, କାନ୍ତକବିଙ୍କ କୁଳଗୁରୁଙ୍କ ନାମ କ'ଣ? ଉତ୍ତର, କାନ୍ତକବିଙ୍କ କୁଳଗୁରୁଙ୍କ ନାମ ବାବାଜୀ ରାମଦାସ। ପ୍ରଶ୍ନ 16, ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା କିଏ? ଉତ୍ତର, ଲକ୍ଷ୍ମୀକାନ୍ତଙ୍କ ଇଷ୍ଟ ଦେବତା ଥିଲେ ଗୋପୀନାଥ। ପ୍ରଶ୍ନ 17, ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର କେଉଁଠିକା ଅଧିବେଶନରେ ଗାନ କରାଯାଇଥିଲା? ଉତ୍ତର, 1912 ମସିହାରେ ବନ୍ଦେ ଉତ୍କଳ ଜନନୀ କବିତା ଉତ୍କଳ ସମ୍ମିଳନୀର ବାଲେଶ୍ୱର ଅଧିବେଶନରେ ଗାନ କରାଯାଇଥିଲା। ପ୍ରଶ୍ନ 18, ଲକ୍ଷ୍ମୀକାନ୍ତ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସ୍ର ନାମ କ'ଣ? ଉତ୍ତର,
ଲକ୍ଷ୍ମୀକାନ୍ତଙ୍କ ଭଦ୍ରକରେ ସ୍ଥାପନ କରିଥିବା ପ୍ରେସର ନାମ ଗୋପୀନାଥ ପ୍ରେସ୍। ପ୍ରଶ୍ନ 19 ଡଗର ପ୍ରକାଶନ କଟକର ପିଠାପୁରରୁ କେଉଁ ମସିହାରେ ହୋଇଥିଲା? ଉତ୍ତର ଡଗର ପ୍ରକାଶନ କଟକର ପିଠାପୁରରୁ 1948 ମସିହାରେ ହୋଇଥିଲା। ପ୍ରଶ୍ନ 20 ଅଶୋକଯୋଗୀର ଆତ୍ମକଥା କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍ତର ଅଶୋକଯୋଗୀର ଆତ୍ମକଥା ଉତ୍କଳ ସାହିତ୍ୟ ପତ୍ରିକାରେ 5ଟି ସଂଖ୍ୟାରେ ପ୍ରକାଶ ପାଇଥିଲା। ପ୍ରଶ୍ନ 21 ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କ'ଣ? ଉତ୍ତର ଲକ୍ଷ୍ମୀକାନ୍ତଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସର ନାମ କଣା ମାମୁଁ। ପ୍ରଶ୍ନ 22 ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲରୁ ଇସ୍ତଫା ଦେଲେ କାହିଁକି? ଉତ୍ତର ଲବଣ ସତ୍ୟାଗ୍ରହ ସମୟରେ ବ୍ରିଟିଶ ସରକାରଙ୍କ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାରକୁ ବିରୋଧ କରି ଭାଗବତ ପ୍ରସାଦ ବିହାର ଓଡ଼ିଶା କାଉନସିଲର ସଭ୍ୟ ପଦରୁ ଇସ୍ତଫା ଦେଇଥିଲେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।